ଆଜି ଶୁଣିବା ଡକ୍ଟର ବିଭୂତି ପଟ୍ଟନାୟକଙ୍କ ରଚିତ ଉପନ୍ୟାସ ବଧୂ ନିରୁପମା ଦ୍ୱିତୀୟ ଭାଗ। ନିଜ ଶୟନ କକ୍ଷର ଦରଜା ଭିତର ପଟୁ ବନ୍ଦ କଲେ। ଭିତରୁ କିଳିନି ଦେଲେ ହେମାଙ୍ଗିନୀ। ଛାତି ଭିତରର ରୁଦ୍ର ଆବେଗଗୁଡ଼ାକ ଫୁତ୍କାର ତୋଳି ବାହାରକୁ ଆତ୍ମପ୍ରକାଶ କରିବାକୁ ଚେଷ୍ଟା କରୁଛି। ଧୈର୍ଯ୍ୟର ପଥର ଚାପା ଦେଇ ସେ ଅବରୁଦ୍ଧ ଆହତ ଆବେଗକୁ ନିଜ ଭିତରେ ଚାପି ରଖିବାକୁ ଚାହାନ୍ତି। ପୁଅର ଆଜି ଚଉଠି ରାତି। ସେ ଆକାଶ ଫଟାଇ ଲୁହ ଝରାଇ କାନ୍ଦିବେ। ଛି ଛି, କି ଅମଙ୍ଗଳ କଥା। ହେମାଙ୍ଗିନୀ କବାଟରେ କିଳିନି ଦେଲେ। କବାଟକୁ ଆଉଜି କିଛି ସମୟ ଠିଆ ହୋଇ ରହିଲେ। ଦିନସାରା ଆଜି ଆଖି ତାଙ୍କର ଲୁହରେ ସଜଳ ହୋଇଆସିଛି, କିନ୍ତୁ ସେ ଲୁହକୁ ଆଖିପତାରେ ଜମି ରଖିବାକୁ ଦେଇନାହାନ୍ତି। ପୁଅର ଶୁଭ କାମନାରେ ମା କାନ୍ଦିବା ଅମଙ୍ଗଳ। ଯେତେ ହେଲେ ବି ନିର୍ମଳର ଗର୍ଭଧାରିଣୀ ମା ସେ। କେମିତି ସେ ଦେହ ଧରି ତାର ଏଡ଼େ ବଡ଼ ଅମଙ୍ଗଳ କାମନା କରିପାରିବେ? ହେମାଙ୍ଗିନୀ ଠିଆ ହୋଇଛନ୍ତି। ଦେହ ତାଙ୍କର କାଠ ହୋଇଗଲା ଭଳି ସେ ଅନୁଭବ କରୁଛନ୍ତି। ଗୋଟିଏ ଆଡ଼େ ତାଙ୍କର ପୁଅ, ଅନ୍ୟ ଆଡ଼େ ବଂଶମର୍ଯ୍ୟାଦା, ଜାତି ଗୋତ୍ର ବନ୍ଧୁ ସମାଜ। ମା ହୋଇ ପୁଅର ଅନ୍ୟାୟ ସେ ସହିଗଲେ, କିନ୍ତୁ ଏ ଆଚାର୍ଯ୍ୟ ପରିବାରର କର୍ତ୍ରୀ ହୋଇ ନିର୍ମଳର ଏ ଅନାଚାରକୁ ବରଦାସ୍ତ କରିବେ କିପରି? ସ୍ୱାମୀ ଥିଲାବେଳେ ସେ ଥିଲେ ଗୃହ ଅଭ୍ୟନ୍ତରର ସ୍ତିମିତ ଦୀପଶିଖା। ସ୍ୱାମୀ ମଲାପରେ ସେ ହୋଇଛନ୍ତି ପରିବାରର ଦାଣ୍ଡ କବାଟ। ପରିବାର ମଧ୍ୟରେ ପାପ, ଅନ୍ୟାୟ, ଅନୀତି, ପୁଣ୍ୟ ଯାହା କିଛି ପ୍ରବେଶ କରିବା ଆଗରୁ ତାଙ୍କ ଦେହରେ ପ୍ରଥମେ ଆଘାତ ଲାଗିବ। ସ୍ୱାମୀଙ୍କ ମୃତ୍ୟୁର 7 ବର୍ଷ ହେଲା। ପରିବାରର ମର୍ଯ୍ୟାଦାକୁ ସେ ଗୋଡ଼େ ଗୋଡ଼େ ଜଗି ଆସିଛନ୍ତି। କୌଣସି ଗୋଟିଏ ନୀତି ଶୃଙ୍ଖଳା ହୁଗୁଳା ହୋଇଯିବାକୁ ସେ ଦେଇନାହାନ୍ତି। ଆଜି ତାର ବ୍ୟତିକ୍ରମ ହେଲା। ତାଙ୍କରି ଆଖି ଆଗରେ ପଣ୍ଡା ଘରର ଝିଅ ଆସିଲା ଆଚାର୍ଯ୍ୟ ବଂଶର 7 ପୁରୁଷକୁ ପାଣି ଦେବା ପାଇଁ। ବାଧା ଦେବାକୁ ଚେଷ୍ଟା କରି ସେ ବାଧା ଦେଇପାରିଲେ ନାହିଁ, କେବଳ ନିର୍ମଳ ଯୋଗୁଁ। ଅଥଚ ନୂପୁର ବେଳକୁ, ନୂପୁର କଥା ଭାବିଲା ମାତ୍ରେ ମନର ବେଦନା ଅସମ୍ଭାଳ ହୋଇ ଉଠୁଥିଲା। କୌଣସି ମତେ ନିଜକୁ ସମ୍ଭାଳି ନେଇ ସେ କକ୍ଷ ଭିତରକୁ ଆସି ମଝିକାନ୍ଥ ପାଖରେ ଠିଆ ହେଲେ। ଉପରକୁ ଚାହିଁ ଦେଖିଲେ ସ୍ୱାମୀଙ୍କ ଫଟୋଟା ସେମିତି ଝୁଲୁଛି। ଫଟୋ ଦେହରେ ଦିଆଯାଇଥିବା ଫୁଲହାରଟା ଶୁଖିଗଲାଣି। ଚନ୍ଦନ ବିନ୍ଦୁ ଝରି ପଡ଼ିଲାଣି। ଲୁହ ଡବ ଡବ ଆଖିରେ ସ୍ୱାମୀଙ୍କ ଫଟୋକୁ ବ୍ୟାକୁଳ ଦୃଷ୍ଟିରେ ଚାହିଁ ହେମାଙ୍ଗିନୀ ଆପେ ଆପେ କହି ଉଠିଲେ, ପାରିଲି ନାହିଁ। ଯେଉଁ ବଂଶମର୍ଯ୍ୟାଦା, ଜାତିର ସମ୍ମାନକୁ ଏତେ ବଡ଼ କରି ଧରି ରଖିଥିଲି, ଯାହା ପାଇଁ ନୂପୁର ମୋର ବେକରେ ରଶି ଲଗାଇ ଆତ୍ମହତ୍ୟା କଲା, ସେଇ ବଂଶମର୍ଯ୍ୟାଦାକୁ ମୁଁ ନିଜ ହାତରେ ଛୋଟ କରିଦେଲି। ଚୁପ୍ ହୋଇଗଲେ ହେମାଙ୍ଗିନୀ। କଣ୍ଠ ହେଲା ରୁଦ୍ଧ। ପାଟିରୁ ଆଉ କଥା ବାହାରିଲା ନାହିଁ। ତାପରେ ଛୋଟ ପିଲାଙ୍କ ପରି ଅଳି କଲା ଭଳି ନିମ୍ନ କଣ୍ଠରେ ସେ କହିଲେ, ତମେ ଯାହା ପାରିଥିଲ, ମୁଁ ସେଥିପାଇଁ ଅଭାଜନ ହେଲି ବୋଲି ମୋ ଉପରେ ରାଗୁଛ? ତମେ କ'ଣ ଜାଣ ନା, ତମେ ଥିଲ ପୁରୁଷ, ସିଂହ, ଆଉ ମୁଁ ମାଇପି ଲୋକ, ମା। ଆଖି ବୁଜିଲା ଆଗରୁ ତମେ ତ କହିଯାଇଥିଲ, ମୁଁ ଯାଉଛି। ହେଲେ ନିର୍ମଳ ରହିଲା। ନନା ତାର ମରିଯାଇଛି ବୋଲି ତାକୁ ଯେମିତି ଅନୁଭବ କରିବାକୁ ଦେବ ନାହିଁ। ଆଜିଠୁ ତମେ ତାର ନନା, ବୋଉ, ଉଭୟ, ସବୁ କିଛି। ପିଲାଟାକୁ ମୁଁ କେବଳ ଶାସନ କରିଗଲି, ସ୍ନେହ ଦେଇ ଯାଇପାରିଲି ନାହିଁ। ତମେ ମୋର ଏ ଋଣ ଶୁଝିଦେବ। ନିର୍ମଳ ମନରେ କଷ୍ଟ ଦେବ ନାହିଁ। ପଣ୍ଡା ଘରର ଝିଅକୁ ବୋହୂ ହେବାକୁ ଅନୁମତି ଦେଇ ମୁଁ ତମର ସେ ଋଣ ଶୋଧ କରିଦେଇଛି। କିନ୍ତୁ ତମେ କ'ଣ କେବେ ଭାବିଥିଲ ନିର୍ମଳ ଆଚାର୍ଯ୍ୟ ବଂଶର ସନ୍ତାନ ହୋଇ ଏତେ ତଳକୁ ଯିବ? ତମେ ଜାଣିନଥିଲ? ନରମାୟା ନାରାୟଣଙ୍କୁ ଅଗୋଚର। ମୁଁ ତ ମାତ୍ର ନାରୀ। ଫଟୋଟା ସେମିତି ଝୁଲୁଛି। କାଚର ବନ୍ଧନୀ ଭିତରେ ବନ୍ଦୀ ହୋଇ ରହି ସ୍ୱାମୀ ନୀରବ ରହିଲେ। ହେମାଙ୍ଗିନୀଙ୍କ ପ୍ରଶ୍ନର ଗୋଟିଏ ହେଲେ ଉତ୍ତର ମିଳିଲା ନାହିଁ। ହେମାଙ୍ଗିନୀଙ୍କ ମୁହଁରେ ଅଭିମାନର ଛାୟା ପଡ଼ିଲା। ଏ ଅଭିମାନ ନୂଆ ନୁହେଁ। ଅନେକ ଥର ସ୍ୱାମୀଙ୍କ ପାଖରେ ଏ ଅଭିମାନକୁ ପ୍ରକାଶ କରିଛନ୍ତି, ଅନୁଯୋଗ କରିଛନ୍ତି। ତମେ ପୁରୁଷ ସତ, କିନ୍ତୁ ଜନକ ନୁହେଁ। ସବୁ ପୁରୁଷ ଜନକ ହୋଇପାରନ୍ତି ନାହିଁ। ପୁତ୍ର, କନ୍ୟାକୁ ରକ୍ତ ଦେଇ ଜନ୍ମ ଦେଲେ ସୁଦ୍ଧା ଜନକ ହେବା ପାଇଁ ଏ କୋମଳ ଉଦାର ମନ ଲୋଡ଼ା। ବଂଶର ଆଭିଜାତ୍ୟର ମୋହରେ ତୁମେ ମନର ସେ କୋମଳତା, ଉଦାରତାକୁ ହରାଇ ବସିଛ। ତମର ନିଷ୍ଠୁରତା ପାଇଁ ନୂପୁର ମୋର ବେକରେ ରଶି ଲଗାଇ ଆତ୍ମହତ୍ୟା କଲା। ହେମାଙ୍ଗିନୀଙ୍କ ବେଶ୍ ମନେ ଅଛି। ତାଙ୍କର ଅନୁଯୋଗ ଶୁଣିଲେ ସ୍ୱାମୀଙ୍କ ବାହୁର ମାଂସପେଶୀ ଗୁଡ଼ାକ ଫୁଲି ଫୁଲି ଉଠେ। ନିଶ୍ୱାସର ଗତି ହୁଏ ପ୍ରଖର। ସାରା ମୁହଁଟା ଅସହ୍ୟ ଏକ କଠୋରତାରେ ରୁକ୍ଷ ହୋଇ ଉଠେ। ଅସ୍ଥିର ଭାବରେ କକ୍ଷରେ ପଦାଚାରଣ କରୁ କରୁ ସେ କହନ୍ତି, ଏ ବଂଶର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାର ଅଧିକାର ମୋର ନାହିଁ ହେମାଙ୍ଗିନୀ। ତମର ନାହିଁ, କାହାର ନାହିଁ। ତମେ ତ ଆମ ବଂଶର ସେ ଇତିହାସ ତାଳପତ୍ର ପୋଥିଟା ଦେଖିଛ।
एते वर्षर से सुवर्ण इतिहास ए कलंकर अध्याय मैं जोग करिजिबि केमिति? ए वंशर पुण्य जोगु आमर ए धन संपत्ति। आ मु कहि रखुछि जो दिन ए वंशर गति निम्नमुखी हेब से दिन ए आश्चर्यर लक्ष्मी को बाट ओगाली केही अटकाई रखिपारे नहीं। क्षीण कंठरे प्रतिवाद करथिले हेमांगिनी। झियो ठारू कौन तमर बड़ आश्चर्य किछि अछि? झियो अक्षर दुईटी उच्चारण करने संगे संगे स्वामी आखि कोणरे घृणार जो तिर्यक रेखा फुटी उठिला ताहा लक्ष्य करी भयर शंकित हो पड़ते हेमांगिनी। प्रतिवाद करिवार समस्त उत्साह तांकर निमिषक मध्य लोप पाई जाइतिला। घृणा कंटकित कोठर कंठरे स्वामी उत्तर देइथिले, आर्य वंशर कन्या होई जदि से एक क्षत्रिय तरुण को प्रेम करि पारिला से कन्यार जनक हेबार कौनसी प्रलोभन मोर नाही हेमांगिनी। केउ जुगरे आम वंशरे किए की पाप करिथिला केजाणी? सेही पापर रंध्र देई आम वंशरे प्रवेश करिथिला एक दुष्ट ग्रह। नुपुरर आत्महत्या पर से ग्रह जाइछि। निज कानरे हाथ देइथिले सेदिन हेमांगिनी। स्वामी कथा शुणिबार धैर्य साहस तांकर नथिला। आखिर लुह बुकुर कोहकु चापी धरी सेदिन से एई शोइबा घर को पढ़ाई आसी भीतर पटु जंजीर लगाई देइथिले। सेही दिन आखिर लुह तांकर सुखी नथिला। नारी हेले जे जीवन सारा कांदिबाकु पड़े ए कथा आज तांकर बेसी काहींकि मने हेला। केते आशा से करिथिले मन लाखी बहुटी आनिले झियर अभाव से भूली जिवे। जीवनर शेष दिन केतेटा हस खुशी रे कटि जिवो। किंतु तांको जीवनर ए कौन हेला? वंश मर्यादा जगिबा पई निर्मल प्रति कठोर हेबाकु जाई से कठोर होई पारिले नाही। नुपुरर कथा बेसी तांकर मने पड़िला। सेथि पई स्वामी जहा पारिथिले ताहा पारिले नाही हेमांगिनी। झियो जाइथिला, वंश मर्यादा भी गला, आउ कौन नहीं से बंची रहिबे। निर्मल तांकु आज जानिशुणी दूरेई देइछि। जहा पई प्रदीपर शिखा भली जली जली से निजको निशेष करी आसिछंती से आज तांकु कंडाई कंडाई रेजिस्ट्री विवाह करिछि। जया आज जननी ठारू तार बड़। जननीर आवश्यकता आज ता जीवन रे शेष होई जाइछि। निर्मल उपरे मने मने से अभिमान रे फाटी पड़ुथिले। तांकर धारणा हेउथिला पंडा वंशर से कुहुकिनी पाठोई झियोटा तांकर एड़े गेला पुओ को तांको कोळरू छड़ाई नेइछि। आत्महत्या मोह को नुपुर को ठेली देई से जो वंश मर्यादा रक्षा करने को चेष्टा करथिले से वंश मर्यादा को धूली रे मिसाई दे नुपुर आत्महत्यार प्रतिशोध नहीं निरुपमा। हेमांगिनी एथिरे आउ ठिया हेबार शक्ति संग्रह करि पारिले नाही। आलुओ लिभाई देई से खाली पलंक उपरे लोटी पड़िले। आलुओटा लिभाई देला परे तांकर धारणा हेला राति अनेक हेलाणी। जह्न बुड़ीबाकू बसिछि। झरका आरपटे बाहरटा छाई छाइया दिसुछि। घरर गोटे कोणरे बसी रही निरुपमा। मुंडरे हाथे लंब ओढ़णा। प्रथमे प्रथमे ओडुआ ओडुआ लगुला निरुपमा को। ओढ़णा देवारे से अभ्यस्ता नुहे। जीवन में केबे ताकू एकथा केही कहि नथिले। कॉलेज जीवन में एई ओढ़णा नहीं सांगसाथी मेल केते लघु परिहास से करिछे। निज जीवन में से परिहास एडे निर्मम सत्य होई उठिबो एकथा से कल्पना करि नथिला। सासु घरे भी से कथा केही कहि नाहंती। निज मन को मन ओढ़णा देइथिला निरुपमा। अवगुंठनवती निरुपमा को देखि प्रथमे निर्मल चमकी उठिथिला। विस्मयर मृदु आघात लागिथिला तार मनर कोण अनुकोण रे। चकित कंठरे से प्रश्न करिथिला, अरे ए कि अपूर्व वेश? निर्मल कथार किछि उत्तर देई नथिला निरुपमा। ओढ़णाटी को आउ टिके मुह उपर को टाणी से लंब करि देइथिला। पाखरे केही नथिले। गाँर कौनसी स्त्री लोक किंबा बो अन्य केही नाही। रसिकता करिबा पई निर्मलर मन उच्छन्न होई उठिथिला। निम्न कंठरे से कहि उठिथिला, राति रे कोन एते पाप करिछ जे दिन रे सुद्धा मुह देखाइबाकू लाज लागुछे? दिन केतोटी तलर महिला कॉलेजर से प्रगल्भा तरुणी निज स्वामीर एही मृदु परिहास रे सते जेमिति लोटी माटी रे मिसी गला। निर्मलर मने हेला लज्जाटा नारीर आजीवन कुसंस्कार। जेते पाठ पढ़िले भी सेतिरे तार कौनसी परिवर्तन हुए नाही। कथार स्रोत को विपरीतमुखी करथिला निर्मल। कहिला, ओह बुझुची, बहु होई आसिला परे आम घरे तुम प्रति एपरी दुर्व्यवहार करिसंती जे तमे अपमान रे काहारे मुह देखिबाकू चाहना। ए उपहास नुहे, आक्षेप। आहत हेला निरुपमा। आक्षेपर आघात रे आरक्त होई उठिला तार मुह, नासाग्र, कर्णमूल। निर्मल पचारिला, रागिल? निरुत्तर रहिला निरुपमा। निरुपमार ओढ़णाटी को टिकिए ऊपर को घुंचाई देई निज प्रियतमार चूर्ण कुंतल केतोटी को सजाड़ी देउ देउ निर्मल पचारिला, परिहास करने जाई तुमको बोध हुए अपमानित कली ना? कौन करिबी कह?
ସେ ତ ମୋର ଗୋଟିଏ ବଦ ଅଭ୍ୟାସ। ମଣିଷର ଅଭ୍ୟାସଟା କ'ଣ ଏତେ ସହଜରେ ବଦଳେ? ନିଜ ସ୍ୱାମୀଙ୍କ ମୁହଁକୁ ଦୃଷ୍ଟି ଉତ୍ତୋଳନ କରି ଚାହିଁଲା ନିରୁପମା। ନିଜ ହାତ ପାପୁଲିରେ ନିର୍ମଳର ହାତକୁ ମୃଦୁ ଚାପ ଦେଇ କହିଲା, ଏ କ'ଣ ତମ ଘର? ମୋ ଘର ନୁହେଁ। ଏ ଘରର ଆନନ୍ଦ ଆଘାତରେ ତମ ସାଥିରେ ସହଭାଗୀ ହେବାର ଅଧିକାର କ'ଣ ମୋର ନାହିଁ? ମୁଁ କ'ଣ ଏ ଘରର ଅତିଥି, ଏ ପରିବାରର ଏକ ଅଂଶ ନୁହେଁ? ନିର୍ମଳ ନିରୁପମାର ମୁହଁକୁ ଗଭୀର ଦୃଷ୍ଟିରେ ଚାହିଁଲା। ନିରୁପମାର ଆଖି କୋଣରେ ଆଲୋକର ଝର ନିର୍ଝର ଧାରା। ନୂତନ ଜୀବନର ଆଲୋକରେ ସେ ଉଦ୍ଭାସିତ ହୋଇ ଉଠିଛି, ଉଦ୍ବେଳିତ ହୋଇ ପଡ଼ିଛି। ଆଘାତ ଅପମାନର କାଳିମା ତା ମନର ସେହି ଜ୍ୟୋତିକୁ ମଳିନ କରିଦେଇ ନପାରେ। ଅମୃତର ମଧୁର ଆସ୍ୱାଦନରେ ମନ ତୃପ୍ତ ହୋଇ ଉଠିଲା। ଗଭୀର ଆବେଗରେ ସେ ନିରୁପମାର ହାତ ପାପୁଲିଟିକୁ ଆଣି ଚାପି ଧରିଲା ନିଜ ଛାତି ଉପରେ। ବୋହୂ କାହିଁକି ନାନୀ? କାହିଁ, କେଉଁଠି ଦିଶୁନାହିଁ ତ? ଆର ସାହି ରମା ନୂଆବୋହୂଙ୍କ ଶାଣିତ କଣ୍ଠସ୍ୱର। ବୋହୂ ଦେଖିବାକୁ ବୋଧହୁଏ ସେମାନେ ଆସିଛନ୍ତି। ପାଟି ଶୁଣୁ ଶୁଣୁ ନିର୍ମଳଠାରୁ ନିଜକୁ ମୁକ୍ତ କରିନେଇ ଛାଟିପିଟି ହୋଇ ପଳାଇଲା ନିରୁପମା। ଗାଁର ଝିଅ ବୋହୂମାନେ ତାକୁ ନିଜ ସ୍ୱାମୀ ପାଖରେ ଦେଖିଲେ କେତେ ପରିହାସ କରିବେ, ସେଇ ଭୟ, ସେଇ ସଙ୍କୋଚରେ ଦେହ ମନ ତାର ଜଡ଼ ପାଲଟି ଯାଇଛି। ନିର୍ମଳ ବି କିଛି ଜାଣିନଥିବା ସୁନା ପିଲାଟି ଭଳି ଖଣ୍ଡେ ବହିର ପୃଷ୍ଠା ଲେଉଟାଇବାକୁ ଲାଗିଲା। ହେମାଙ୍ଗିନୀ କହିଲେ, କିଏ? ରମା କିଲୋ? ତୁ ଅପୂର୍ବ କୁଆଡ଼େ ମ? ବୋହୂ ପରା ରୋଷେଇ ଘରେ। ଯା ମ। ଆରେ ଏଇ ପୁଣି କିଏ? ଠୁକୁରି କି? ଠୁକୁରି ରମା ନୂଆବୋଉଙ୍କର ନଣନ୍ଦ। ହାଇସ୍କୁଲରେ ପଢ଼ୁଛି କଟକରେ ରହି। ଗାଁ ଭିତରେ ଯେତେ ବୋହୂ ଅଛନ୍ତି, ରମା ନୂଆବୋଉ ସମସ୍ତଙ୍କଠାରୁ ବେଶୀ ପାଠୋଇ, ମାଇନର ପାସ୍। କିନ୍ତୁ କଥା କହିଲା ବେଳେ BA ପାସ୍ କରିଥିବା ସ୍ତ୍ରୀ ଲୋକଟିଏ ଭଳି କଥାବାର୍ତ୍ତା କରନ୍ତି। ଖଣ୍ଡି ଖଣ୍ଡିଆ ହିନ୍ଦୀ, ବଙ୍ଗଳା, ଇଂରେଜୀ ସବୁ ଶବ୍ଦ ତାଙ୍କର ପ୍ରତି କଥାରେ ବାରି ହୋଇ ପଡ଼େ। ସମସ୍ତେ ତାଙ୍କୁ ମନେ ମନେ ଭୟ କରନ୍ତି। ରମା ନୂଆବୋଉଙ୍କ କଥାରେ କେହି କେବେ ପ୍ରତିବାଦ କରନ୍ତି ନାହିଁ। କଲେ ମହାଭାରତ ଯୁଦ୍ଧ ଆରମ୍ଭ କରିହେବ ନିଶ୍ଚୟ। ନିର୍ମଳ ମିଛରେ ବହିର ପୃଷ୍ଠା ଉପରେ ଆଖି ରଖିଥିଲେ ବି କାନଟା ଥିଲା ରମା ନୂଆବୋଉଙ୍କ ପାଖରେ। ନାରୀ ତ ନୁହନ୍ତି, ଗୋଟାଏ ଅଶାନ୍ତ ଗ୍ରହ। ବିନା ଉଦ୍ଦେଶ୍ୟରେ ସେ କେବେ କାହା ଘର ଏରୁଣ୍ଡି ବନ୍ଧ ଡେଇଁ ଯାଆନ୍ତି ନାହିଁ। ହୁଏତ ଆଚାର୍ଯ୍ୟ ପରିବାରର ଗୃହର ଅନ୍ତରାଳରେ ଯେଉଁ ସବୁ ନାଟକୀୟ ଦୃଶ୍ୟ ଅଭିନୟ ଚାଲିଛି, ସେହି ଦୃଶ୍ୟ ସବୁ ଦେଖିଯିବାକୁ ସେ ଯୋଜନା କରି ଆସିଛନ୍ତି। କିଛି ଗୋଟାଏ ଅଘଟଣ ନ ଘଟାଇ ସେ କେବେ ଯିବେ ନାହିଁ। ଅଜ୍ଞାତ ଅନାଗତ ଭୟର ଆତଙ୍କରେ ନିର୍ମଳ ଉତ୍କର୍ଣ୍ଣ ହୋଇ ରହିଲା। ନାନୀ ମ, ବୋହୂକୁ କ'ଣ ରୋଷେଇ ଘର କଳାଧୂଆଁ ଭିତରେ ଲୁଚାଇ ରଖିଲ? ରମା ନୂଆବୋଉଙ୍କ କଣ୍ଠରେ ବ୍ୟଙ୍ଗର ବ୍ୟଞ୍ଜନା। ଅନ୍ୟମନସ୍କ ଭାବରେ ହେମାଙ୍ଗିନୀ କହିଲେ, ଇଏ ତ କିଛି ନୂଆ କଥା ନୁହେଁ ରମା। ତୁ ବି ଯେତେବେଳେ ବୋହୂ ହୋଇ ଆସିଥିଲୁ, ସେତେବେଳେ ତୋ ଶାଶୁ ବି ତୋତେ ଏଇ ରୋଷେଇ ଘରେ ପୁରାଇଥିଲା। କ'ଣ ଭୁଲିଗଲୁଣି କି? ଗୋଟାଏ ଦୀର୍ଘଶ୍ୱାସ ପକାଇ ବିଚିତ୍ର ଭଙ୍ଗୀ କରି ରମା ନୂଆବୋଉ କହିଲେ, ଜାଣିଲେ ନାନୀ, ଆମେ ତ ପୁଅଙ୍କର ଭାରିଜା ହୋଇ ଆସିଥିଲୁ। ହେଲେ ତମ ବୋହୂ ତ ଆଉ ନିର୍ମଳର ଭାରିଜା ନୁହେଁ, ୱାଇଫ୍ ମ।